ଶୁଣିବା ଡକ୍ଟର ମାୟାଧର ମାନସିଂଙ୍କ ପ୍ରଣୟ ଚିଟାଉ କ୍ରମରେ ପୂଜାର ପାତ୍ର। ପ୍ରାଣର ପ୍ରାଣ ମୋର, ତମେ ମୋ ପତ୍ରକୁ ଅପେକ୍ଷା କର, ମୁଁ ଆଉ ତମ ପତ୍ରକୁ ଅପେକ୍ଷା କରେ ନା। ତମର ପତ୍ର ନ ପାଇ କି ଯେ ଆଶଙ୍କା, କି କ୍ରୋଧ, କି ଅଭିମାନ କ'ଣ କହିବି। କେତେ ପାପ ଚିନ୍ତା ଯେ ଘାରିଛି, ତମକୁ ଦେଖିଲେ ତମ ପାଦ ଧରି ସେଥିପାଇଁ କ୍ଷମା ମାଗିବି। ତମର ପତ୍ର ପାଇ ସଙ୍ଗେ ସଙ୍ଗେ ଅନୁତାପ କରିଛି। ଚିଠି ଦେଇ ଚିଠି ପାଇଲା ପର୍ଯ୍ୟନ୍ତ ଯେ ମନୋବେଦନା ତା ମୁଁ ଜାଣେ, ଆଉ ମୁଁ ଯାହାଙ୍କ ପାଖରେ ଅଛି ସେ ଜାଣନ୍ତି, ଏବଂ ଜାଣୁଥିଲେ ଜାଣୁଥିବେ ଅନ୍ତର୍ଯାମୀ ଭଗବାନ। ଧନ ମୋର, ପତ୍ର ଦେବାରେ ଆଉ କେବେ ହେଲେ ଅବହେଳା କରିବ ନାହିଁ। ତମେ ଗାଁକୁ ଦେଇଥିବା ପତ୍ର ମୁଁ ପାଇନି। ଆଜି ପାରିକୁଦ ପୋଷ୍ଟମାଷ୍ଟରକୁ ଚିଠି ଦେଇଛି, ସେ ଚିଠି ପଠାଇ ଦେବାକୁ। ଯଦି ଘରେ ସେ ଚିଠି ପହଞ୍ଚିଥାଏ ତେବେ ବଡ଼ ଖରାପ ହେବ। ଗାଁରୁ ଏ ଭିତରେ ଖଣ୍ଡେ ଚିଠି ପାଇଛି, ସବୁ ଭଲ। ମୁଁ ପତ୍ର ନ ଦେଇଥିବାରୁ ସେମାନେ ବଡ଼ ଉତ୍କଣ୍ଠିତ ଅଛନ୍ତି। ଫୁଲର ଶ୍ୱଶୁର ପ୍ରାଣତ୍ୟାଗ କରିଛନ୍ତି। ଫୁଲର ସ୍ୱାମୀ ଟୋକା ଓ ବ୍ୟଭିଚାରୀ। ମୋତେ ବଡ଼ ଆଶଙ୍କା ଲାଗୁଛି, ସେ ତାର ସମସ୍ତ ସମ୍ପତ୍ତି ଉଡ଼େଇ ଦେଇ ଫୁଲକୁ ଶେଷରେ ହଇରାଣ କରିବ। ଦଦା ଚିଠିରେ ତମ କଥା ପଚାରିଛନ୍ତି। ତମେ କେଉଁଠି ଅଛ, କ'ଣ କରୁଛ ସେ ଲେଖିଥିଲେ। ମୁଁ ଉତ୍ତରରେ ସବୁ ଜଣାଇ ଦେଇଛି। ମୁଁ ଏପର୍ଯ୍ୟନ୍ତ ଏଠାରେ ପ୍ରତିଷ୍ଠିତ ହୋଇନାହିଁ କୌଣସି କାର୍ଯ୍ୟରେ, କିନ୍ତୁ ଆଶା କରୁଛି ଶୀଘ୍ର ହେବି। ପର ଚିଠିରେ ତମେ ସଠିକ୍ ବିବରଣୀ ପାଇବ। ଅନେକ ସମୟରେ ବଡ଼ ନିରାଶା ଆସୁଛି। କିଛି ନ ମିଳିଲେ ମୁଁ କ'ଣ କରିବି କିଛି ଭାବିପାରୁନି। ଅନ୍ୟ ସମୟରେ ଭାବୁଛି, ଜଗତରେ ଯଦି ନ୍ୟାୟ ବୋଲି କିଛି ଜିନିଷ ଥାଏ, ତାହେଲେ ମୁଁ ଜଗତକୁ ଯାହା କରିବାକୁ ଆସିଛି ତାର ପନ୍ଥା ଭଗବାନ ଦେଖାଇ ଦେବେ। ଦେଖାଯାଉ। ମୋର ଆଉ ଏକ ବିଶ୍ୱାସ କ୍ରମେ ଦୃଢ଼ୀଭୂତ ହେଉଛି। ତାହା ଏଇ ଯେ ମୁଁ ଯାହାକୁ ଜୀବନର ସାଥୀ କରି ପାଇଛି, ସେହି ବାଳିକାର ପ୍ରେମ ଓ ସତୀତ୍ୱ ମୋତେ ମହାନ, ବିଖ୍ୟାତ ଓ ସୁଖୀ କରାଇବ। ତମେ ଏହି ଦରିଦ୍ର ଓ ଅଧମର କ୍ରମେ କ୍ରମେ ସ୍ନେହର ପାତ୍ର ନ ହୋଇ ପୂଜାର ପାତ୍ର ହୋଇ ଉଠୁଛ। ହୋଇପାରେ ମୁଁ ଦରିଦ୍ର ହୋଇ ମରିବି, ତାହେଲେ ମଧ୍ୟ ମୁଁ ତୁମକୁ କଲ୍ୟାଣମୟୀ ଲକ୍ଷ୍ମୀ ରୂପରେ ପୂଜା କରିବି। ତମର ନିବିଡ଼ ସ୍ନେହ ଏ ନିରାଶାମୟ ଜୀବନରେ ଏକମାତ୍ର ଆଶାର ପ୍ରଦୀପ। ପ୍ରେମମୟ ଭଗବାନ ଅନାବିଳ ପ୍ରେମର ମୂଲ୍ୟ ବୁଝନ୍ତି ବୋଲି ଲୋକରେ ବିଶ୍ୱାସ ଅଛି। ସେହି ବିଶ୍ୱାସ ମୋତେ ଆଶ୍ୱାସନା ଦେଉଛି। ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କ ନିକଟରୁ ମୁଁ ଏଇମାତ୍ର ଫେରୁଛି। ବର୍ତ୍ତମାନ ଅସ୍ପୃଶ୍ୟତା ନିବାରଣ ନିମନ୍ତେ ସେ ପୁରୁଷ ଓ ସ୍ତ୍ରୀ କର୍ମୀ ଖୋଜୁଛନ୍ତି। ସେହି ସମ୍ପର୍କରେ ମୋତେ ଡାକିଥିଲେ। ମୋର ଅର୍ଥ ସ୍ୱଚ୍ଛଳତା ଥିଲେ ମୁଁ ବିନା ପଇସାରେ କାମ କରନ୍ତି। ବର୍ତ୍ତମାନ ମୋତେ ପଇସା ନେଇ କାମ କରିବାକୁ ହେବ। ଉପଯୁକ୍ତ ଅର୍ଥ ପାଇଲେ ମୁଁ ବୋଧହୁଏ ଏହି କାମ କରିବି। ଏହି ସମ୍ପର୍କରେ ମୁଁ ତମ କଥା ମଧ୍ୟ କହିଲି। ଅବଶ୍ୟ ତମ ନାଁ ବା ତମେ ମୋର କ'ଣ ସେସବୁ କିଛି କହିନି। ଖାଲି କହିଲି ଯେ ଜଣେ ବାଳିକା କାମ କରିବାକୁ ଇଚ୍ଛୁକ। ସେ କହିଲେ, ତାଙ୍କୁ ଶୀଘ୍ର ଆଣ। ତମେ ପ୍ରସ୍ତୁତ ହୁଅ। ମୋର ହାତକୁ ଟଙ୍କା ଆଇଲେ ମୁଁ ନିଜେ ଯାଇ ନେଇ ଆସିବି। ମୁଁ ବାପାଙ୍କୁ ଲେଖିବା ଏଇକ୍ଷଣି ଉଚିତ ମନେ କରୁନି, କାରଣ ତମେ ବା ମୋ ପାଇଁ ତାଙ୍କ ପଇସା ଆଉ ଖର୍ଚ୍ଚ କରିବା ଉଚିତ ନୁହେଁ। ତେବେ ତମେ ତାଙ୍କୁ ଆଗରୁ କହି ରଖ ଯେ ତମେ କୌଣସି ମୁହୂର୍ତ୍ତରେ ଏଠାକୁ ଆସିପାର। ସ୍ୱରଲିପି ବହି ପରେ ପଠାଇବି। ବର୍ତ୍ତମାନ ଯେପରି ସୁବିଧା ମିଳୁଛି ଶିଖିଯାଅ। ତମର ସ୍ୱାସ୍ଥ୍ୟ କଥା ଶୁଣି ମୋତେ ଚିନ୍ତା ମାଡ଼ିଲାଣି। ତମେ ଖୁବ୍ ଦୈହିକ ପରିଶ୍ରମ କର। ମୁଁ ଯେମିତି କହିଥିଲି ସେମିତି କସରତ କର ଓ ଡେଣାରେ ତେଲ ଲଗାଇ ମୋଡ଼। ତମେ ଏଠାକୁ ଆସିଲେ ଡାକ୍ତରାଣୀ ପାଖରେ ତମକୁ ପରୀକ୍ଷା କରାଇ ନେବି। ତମେ ଏତେ କାନ୍ଦୁଛ କାହିଁକି? ଚିନ୍ତା କରିବ ନାହିଁ। ଚିନ୍ତା କଲେ ସ୍ୱାସ୍ଥ୍ୟ କ୍ଷୟ ହେବ। ଦୁଧ ପ୍ରଚୁର ପରିମାଣରେ ଖାଅ। ରାତିରେ ରୁଟି ଓ ଘିଅ ଖାଅ। ବାଳ ସେମିତି ଉପୁଡ଼ୁଛି। ସବୁ ବିଷୟ ଲେଖିବ। ତମକୁ ପୁଣି ସାଥୀ କରି ନ ପାଇଲେ ଏ ଜୀବନରେ ସୁଖ ନାହିଁ। ସବୁ ନିର୍ଭର କରୁଛି ଅର୍ଥ ବ୍ୟବସ୍ଥା ଲାଭ କରିବାରେ। ଆଶା କରୁଛି ମୁଁ ନିକଟରେ ପାଇବି। ନହେଲେ କ'ଣ ଯେ କରିବି କିଛି ବୁଦ୍ଧି ଦିଶୁନି। ନହେଲେ ମୋର ସମସ୍ତ କଳ୍ପନା ଚୂର୍ଣ୍ଣ ହୋଇଯିବ। ବୋଧହୁଏ ତମକୁ ଚିଠି ଲେଖିବା ପାଇଁ ମଧ୍ୟ ପଇସା ରହିବ ନାହିଁ। ମୋର ପ୍ରାଣର ପ୍ରେମ ଗ୍ରହଣ କରିବ। ନିବିଡ଼ ଆଲିଙ୍ଗନ ଓ ପ୍ରିୟ ସ୍ଥାନମାନଙ୍କରେ ଉତ୍ତପ୍ତ ଚୁମ୍ବନ ଗ୍ରହଣ କରିବ। ସବୁ ଦୋଷ ଭୁଲିଯାଅ। ସବୁ ଅପରାଧ କ୍ଷମା କର।
ए जीवनर ध्रुव तारा तमे मोर स्थिर प्रेम और अटल कल्याण दे ए अपदार्थर जीवन को महिमामय कर। लक्ष्मी आस तुमको मो आलिंगन रे धरे टिके ओठाण चुंबन दिए पत्र पाई पत्र देव ए हृदय तुमको भाविले किपरि स्पंदित हो उठिछि ताहा तमर हृदय को आनी जोड़ीदेले ही जापर थाओ तमर प्रिय। पुनश्च चिठी पाई चिठीर उत्तर देवाक इच्छा हेउनी मोर कोठाघर जमीदार थिले बोधवे ए व्यवहार पाउ नथांती हौ बड़ लोक होई रहिता और बड़ लोक स्नेह दियो मोर किछि कहिबार नाही। गरीब हेले मध्य ए जीवन रे एक स्वतंत्र महत्व अछि। दिनहीन अधम कुश्चित हेले मध्य ए जीवनर एक निजत्व अछि। मन रखिबो जे एपरि लोक को मध्य स्नेह देबार लोक ए जगत रे अछंती। समस्त जीवन धरी से मानक लगी कार्य करी शेषरे मृत्युर आश्रय नेबी। भाविथिली तमर स्नेह मो जीवन रे सुख वृष्टि करितांता किंतु भूल बुझिथिली। तमर जेवाड़े इच्छा सियाड़ जाओ तमे एपरी अनादर करिबो बोली मु तो स्वप्न रे भाबी नथिली। अच्छा थाउ मु तमर अनिच्छुक स्नेह मागिबाकू जाउनी। अजाचित भावरे स्नेह देबाकू मते लोकर अभाव हेबे नाही। श्रोता बंधु एठी शेष हैला मानसिंह प्रणय चिटाऊ क्रम रे चिठी पूजार पात्र। ए चिठीटी आपण मानकु केमिति लागिला कमेंट करी निश्चित जणाइबे। चैनल रे नुआ होइतिले सब्सक्राइब करबा को भूलिबे नाही। रहिलु नमस्कार।